स्वामी रामकृष्ण परमहंस। स्वामी विवेकानंदଙ୍କର ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସ ସେତେବେଳେ 24-25 ବର୍ଷୀୟ ଯୁବକ ଥିଲେ। ଯଦିବା ତାଙ୍କର କାର୍ଯ୍ୟକଳାପ ସିଦ୍ଧ ପୁରୁଷଙ୍କ ଭଳି ଥିଲା, ତଥା ମାତା ଶାରଦାମଣିଙ୍କ ସହିତ ରହି ମଧ୍ୟ ସେ ବ୍ରହ୍ମଚାରୀ ଥିଲେ, ତଥାପି ଲୋକମାନେ ତାଙ୍କ ଚରିତ୍ର ପରୀକ୍ଷା କରିବା କଥା ଚିନ୍ତା କଲେ। ରାଣୀ ରାମମଣିଙ୍କର ଜାମାତା ଶ୍ରୀ ମଥୁରା ଦାସ ରାମକୃଷ୍ଣ ଦେବଙ୍କୁ ନେଇ ମାଛ ବଜାରର ଏକ ସୁନ୍ଦରୀ ବେଶ୍ୟା ଘରକୁ ଗଲେ। ସେଠାରେ ଯାଇ ତାଙ୍କୁ ଏପରି ଏକ କୋଠରୀରେ ବସାଇ ଦେଲେ, ଯେଉଁଠି 8-10 ଜଣ ନବ ଯୁବତୀ ନିଜର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ ଏବଂ ଆବେଗର ସହିତ ଉପସ୍ଥିତ ଥିଲେ। ସ୍ୱାମୀଜୀଙ୍କୁ ପହଞ୍ଚାଇ ଦେଇ ସେ ସ୍ୱୟଂ ସେଠାରୁ ଚାଲି ଆସିଲେ। ତେବେ ଯାଇ ପରମହଂସଦେବ ସବୁ କଥା ବୁଝିପାରିଲେ। ସୁନ୍ଦରୀମାନେ ନିଜର ହାବଭାବ ଏବଂ ଉତ୍ତେଜକ ମୁଦ୍ରା ଦ୍ୱାରା ତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ପ୍ରଯତ୍ନ କଲେ। ରକ୍ଷା ପାଇବାର କୌଣସି ଉପାୟ ନ ଦେଖି ପରମହଂସଦେବ ମା ମା ବୋଲି ଡାକିବାକୁ ଲାଗିଲେ ଏବଂ ଆନନ୍ଦମୟୀ ମା କହି ସମସ୍ତଙ୍କୁ ପ୍ରଣାମ କରିବାକୁ ଲାଗିଲେ। ତାଙ୍କ ନେତ୍ରରୁ ପ୍ରେମାଶ୍ରୁ ଝରିବାକୁ ଲାଗିଲା ଏବଂ ଶୀଘ୍ର ସେ ସମାଧିସ୍ଥ ହୋଇଗଲେ। ଏହା ଦେଖି ନର୍ତ୍ତକୀ ଭୟଭୀତ ହୋଇଗଲେ ଏବଂ ନିଜର ଉଦ୍ଦେଶ୍ୟ ଭୁଲିଗଲେ। କିଛି ସମୟ ପରେ ସେମାନେ ପ୍ରକୃତିସ୍ଥ ହେଲେ। ସମ୍ମୁଖରେ ମଥୁରାବାବୁ ଲଜ୍ଜାବନତ ହୋଇ ଛିଡ଼ା ହୋଇଥିଲେ। ମୁଣ୍ଡ ଉଠାଇଲେ ମଧ୍ୟ ଉପରକୁ ଉଠୁନଥିଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।